ବର୍ତ୍ତମାନ ପାଇଁ ରାଜସ୍ଥାନ ଆମେ ଓହ୍ଲେଇ ପଡ଼ିଲୁ ରେଲୱେ ଷ୍ଟେସନ ବାହାରକୁ ଆସିକିରି ସିନ୍ଧି କ୍ୟାମ୍ପ ବସ୍ ଷ୍ଟାଣ୍ଡ ଆସିଲୁ। ସେଠୁ 1 କିଲୋମିଟର ସିନ୍ଧି କ୍ୟାମ୍ପ ବସ୍ ଷ୍ଟାଣ୍ଡରେ ବର୍ତ୍ତମାନ ବସିକିରି ଖାଟୁଶ୍ୟାମ ପାଇଁ ବାହାରି ପଡ଼ିଲୁ। ଆପଣମାନେ ଯଦି ଖାଟୁଶ୍ୟାମ ଆସୁଛନ୍ତି ତାହେଲେ ରାଜସ୍ଥାନ ବାହାରେ ଯେଉଁ ଅଟୋ ଅଛି ଅଟୋବାଲାଙ୍କୁ ଧରିବେନି, ବହୁତ ପଇସା ନେବେ। ଏଠୁ 1 କିଲୋମିଟର ଆସିବେ। ବର୍ତ୍ତମାନ ଆମେ ଆସିକିରି ଖାଟୁଶ୍ୟାମ ପାଖରେ ପହଞ୍ଚିଗଲୁ। ଡାଇରେକ୍ଟ ବସ୍ ଆସୁଛି ଖାଟୁଶ୍ୟାମ ଗେଟ୍ ଦେଖନ୍ତୁ। ତାପରେ ଟିକେ ଭୋକ ଲାଗିଲାଣି, କେଉଁଠି ହୋଟେଲ ଦେଖିବା ଖାଇବା। ଚାଲନ୍ତୁ ହୋଟେଲ ଖୋଜି ଖୋଜି ଯାଉଛୁ। ଆମିଷ ତ ଆଡ଼େ ମିଳିବନି, ଆଉ ଆମିଷ ବି ଆମେ ଖାଉନୁ, ସାଧା। ଚାଲିଲୁ, ଗୋଟେ ରୁମ୍ ପାଇଲୁ। ଏଇ ରୁମ୍ଟା ଦେଖନ୍ତୁ, ଜଣକେ 200 ଟଙ୍କା ଲେଖା ନେଉଛି। 400 ଟଙ୍କାରେ ଗୋଟେ ରୁମ୍ ଦେଉଛନ୍ତି। ଆରାମସେ ଗାଧୁଆ ପାଧୁଆ ସବୁ କରି ଫ୍ରେଶ୍ ହେଇକିରି ବାହାରି ପଡ଼ିଲୁ। ଖାଟୁଶ୍ୟାମ ବାଟରେ ଟିକେ ଖାଇଦେବା କେଉଁଠି। ଯାଉଛୁ ରାସ୍ତାରେ। ହୋଟେଲ ମିଳିଗଲା। ବର୍ତ୍ତମାନ ପାଇଁ ସାଧା ବିରିୟାନୀଟେ ମଗେଇଲୁ, ଆଉ ରାଇସ୍ ଫ୍ରାଏ ଡାଲିଟେ। ପାମ୍ପଡ଼, ଡାଲି, ଲେମ୍ବୁ, ପିଆଜ, ଭେଜ୍ ବିରିୟାନୀ। ଆଉ ଭେଜ୍ ବିରିୟାନୀ ଏଠି ସୁପ୍ କିଛି ଦିଆ ହେଉନି, କଚୁମ୍ବର ଫଚୁମ୍ବର। ଆମେ ଖାଇଦେଲୁ, ବାହାରି ପଡ଼ିଲୁ ଖାଟୁଶ୍ୟାମ ହେଇକି ଗଲୁ। ସେଇଠି 100 ମିଟର ଖଣ୍ଡେ ହେବ, 100 ମିଟର। ବ୍ୟାରିକେଟ୍ ଭିତରେ ଆମେ ପଶିଲୁ ଖାଟୁଶ୍ୟାମ। ଦେଖନ୍ତୁ, ଭଲରେ ଭଲରେ ପ୍ରଭୁଙ୍କ ଦର୍ଶନ ହେଇଯାଉ। ବିରାଟ ବଡ଼ ପଙ୍ଖା ଲାଗିଛି, ହେଲିକପ୍ଟର ପଙ୍ଖା ଭଳିଆ। ମୁଁ ତ ଏଡ଼େ ବଡ଼ ପଙ୍ଖା କେତେବେଳେ ଦେଖିନଥିଲି, ଆପଣମାନେ ବି ଦେଖିନଥିବେ। ଜୟ ଶ୍ରୀ ଶ୍ୟାମ ପ୍ରଭୁଙ୍କ ମନ୍ଦିର ଏଇଠି। ପ୍ରଭୁ ରାଧାକୃଷ୍ଣ ଦେଖନ୍ତୁ, ଖାଟୁଶ୍ୟାମଙ୍କ ଦର୍ଶନ କରନ୍ତୁ। ଜୟ ବାବା ଖାଟୁଶ୍ୟାମ, ଜୟ ବାବା ଖାଟୁଶ୍ୟାମ, ଜୟ ବାବା ଖାଟୁଶ୍ୟାମ। ଭିଡ଼ିଓଟା ଭଲ ଲାଗିଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ। ଜୟ ବାବା ଖାଟୁଶ୍ୟାମ। ହଁ, ବେଲ୍ ଆଇକନ୍ଟା ଟିକେ ଚିପି ଦିଅନ୍ତୁ। ଏଠି ଦେଖନ୍ତୁ, ବର୍ତ୍ତମାନ ପାଇଁ ବସ୍ରେ ଖାଟୁଶ୍ୟାମ ଦର୍ଶନ ସରିଗଲା। ଆମେ ଫେରି ଆସିଲୁ। ଫେରି ଆସିଲା ପରେ ବସ୍ରେ ଆସିଲା ପରେ ଦେଖନ୍ତୁ ଷ୍ଟେସନରେ ଆସିକି ପହଞ୍ଚିଗଲୁ। ପ୍ରବଳ ବର୍ଷା, ସେଦିନ ବର୍ଷା ଏତେ ମୁଣ୍ଡ ଖରାପ ବର୍ଷା। ସେଇ ବର୍ଷାରେ ବି ଆମେ ଆସିଲୁ। ଟିକେଟ୍ ନଥିଲା, ବହୁତ କଷ୍ଟରେ ଆସିଲୁ। ମାନେ ମୁଁ, ମୋର ଗୋଟେ ସାଙ୍ଗ, ଏଇ ସାଙ୍ଗମାନେ ସବୁ ଯାଇଥିଲି ଗୟାରୁ, ବିହାରରୁ, କାଲକାଟାରୁ ବହୁତ ସାଙ୍ଗ ମିଶିକିରି ଯାଇଥିଲୁ, ମିଶିକିରି ବି ଆସିଲୁ। ଏଇ ଯେଉଁ ସାଙ୍ଗଟା ମୋ ପାଖରେ ବସିଛି, ଗୟା ଷ୍ଟେସନ ପାଖରେ ଆଙ୍କର ଘର। ଆଉ ଗୋଟେ ସାଙ୍ଗକୁ ଦେଖେଇବି, ଆଉ 4-5 ଜଣ। ଏଇ ଦେଖନ୍ତୁ, ତଳେ 2 ଜଣ ବଇଛନ୍ତି, ଆମେ ଉପରେ ଚଢ଼ି ଯାଇଛୁ। ତାପରେ ଗୋଟେ ଯୋଡ଼େ ଷ୍ଟେସନ ପରେ ସମସ୍ତେ ଆମେ ଏକାଠି ଗଲୁ। ବର୍ତ୍ତମାନ ପାଇଁ ଝାଲ ମୁଢ଼ି ଆସିଲା, ଖାଉଛୁ। ଭଲ ଟେଷ୍ଟ ଅଛି, ଆଉ ଆରାମସେ ବସିକି ଖାଉଛୁ। ବର୍ଷା ତ ପ୍ରବଳ ହେଉଛି, ଆର ମଜା ନେଉଛୁ, ଟ୍ରେନ୍ରେ ଯାଉଛୁ। ଆଉ ଦେଖନ୍ତୁ, ଗାଈ ଗୋରୁ ଯେମିତି ଯାଆନ୍ତି ଷ୍ଟେସନରେ, ସେଇଭଳିଆ ଟ୍ରେନ୍ରେ ଯାଉଛନ୍ତି। ଖନ୍ଦି ଖାନ୍ଦି ହେଇକି ସାଙ୍ଗମାନେ 3-4 ଜଣ ହେଇଛି, କେମିତି ପଡ଼ିନି ଦେଖନ୍ତୁ।
ସାଙ୍ଗଟା ସାଙ୍ଗରେ ଗୟା ଷ୍ଟେସନ୍ ଆସିଲୁ। ଗୟା ଷ୍ଟେସନ୍ରୁ ଆମେ ବର୍ଦ୍ଧମାନ ଆସିଲୁ। ବର୍ଦ୍ଧମାନରେ ଦେଖନ୍ତୁ କୋଲକାତା ଆସିଲୁ। କୋଲକାତା ହାଓଡ଼ା ବ୍ରିଜ୍ ଦେଖନ୍ତୁ ଆପଣଙ୍କୁ। ଝୁଲା ପୋଲ ଯେଉଁ ଶୁଣିଥିବେ ହାଓଡ଼ାରେ, ହାଓଡ଼ା ବ୍ରିଜ୍ ପାଖକୁ ଆମେ ଆସିଗଲୁ। ଆମେ ଚାହିଁଲୁ ଚାଲ ଟିକେ ମାର୍କେଟ ବୁଲିବା, ବର୍ଷା ପ୍ରବଳ ହେଉଥିବା ଯେହେତୁ ମାର୍କେଟ ବୁଲିବାକୁ ଗଲୁ, ଖାଲି ଟିକେ ଫୁଲ ମାର୍କେଟ ବୁଲିକି ପଳେଇ ଆସିଲୁ। ଫୁଲ ମାର୍କେଟରେ ବର୍ଷା ହେଉଥିଲା, ଭିଡ଼ିଓ ବି କରିପାରିଲୁନି, ସେମିତି ଟିକେ ବୁଲିକି ପଳେଇ ଆସିଲୁ। ଚାଲନ୍ତୁ।